नमस्कार। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏ ଭିଡିଓରେ ଆମେ ଆଲୋଚନା କରିବା ଦୁର୍ଗାପୁରରେ ଯୋଉ ଗ୍ୟାଙ୍ଗରେପ୍ ହେଇଥିଲା ତାରି ଉପରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଏଥିରେ ମୁଁ ତାଜା ସୂଚନା ଦେଇଛି। ଏବଂ ଦେଖିଲା ପରେ ଆପଣମାନଙ୍କର ଲାଇକ୍ ସେୟାର ସବସ୍କ୍ରାଇବ ଭୁଲିବେନି, କାରଣ ଆପଣମାନଙ୍କର ପ୍ରତ୍ୟେକଟି ସବସ୍କ୍ରାଇବ ନୂତନ ନୂତନ ଇନ୍ସପିରେସନ ଯୋଗାଉଛି, ଯାହା ଫଳରେ ନୂଆ ନୂଆ ତଥ୍ୟ ନେଇ ନୂଆ ନୂଆ ଭିଡିଓ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ସୁଯୋଗ ମିଳୁଛି। ତେଣୁ ଆସନ୍ତୁ ଆଲୋଚନା କରିବା ଯେ ଗତ 10 ତାରିଖ ଅକ୍ଟୋବର 10 ତାରିଖ ଦିନ ଦୁର୍ଗାପୁରରେ ଜଳେଶ୍ୱରର ମେଡିକାଲ ଛାତ୍ରୀ ଓଡ଼ିଶାର ଜଳେଶ୍ୱର ଅନ୍ତର୍ଗତ ଯୋଉ ଆମର ଓଡ଼ିଆ ଝିଅ ଦୁର୍ଗାପୁର ମେଡିକାଲ କଲେଜରେ ପଢୁଥିଲେ, ସେ ଦ୍ୱିତୀୟ ବର୍ଷ ଅଧ୍ୟୟନ କରୁଥିଲେ। ତ ଏହାରି ପରିପ୍ରେକ୍ଷୀରେ ଯୋଉ 8ଟାରୁ 9ଟା ଭିତରେ ତାଙ୍କର ପୁରୁଷ ବନ୍ଧୁ ହାଫିଜ ସେଫି ସେ ଡାକିକି ନେଲେ ଏବଂ ବାହାରେ ଡିନର କରିବା ପାଇଁ ବା ବାହାରେ କିଛି ଖାଇବା ପାଇଁ ଡାକି ନେଲେ। ତ ତାରି ଭିତରେ ସେ ତାଙ୍କୁ ବାଧ୍ୟ ବଳାତ୍କାର କରିଛନ୍ତି ବା ବଳାତ୍କାର କରିଛନ୍ତି। ପ୍ରଥମ କଥା ହେଲା ସେ ବଳାତ୍କାର କରି ତାଙ୍କୁ ଦୁଷ୍କର୍ମ କରିଛନ୍ତି ଏବଂ ଏଇଟା ଥିଲା ତାଙ୍କ ପୁରୁଷ ବନ୍ଧୁଙ୍କର ପୁରା ପ୍ରି ପ୍ଲାନ୍। ସେ ପ୍ରଥମେ ଦୁଷ୍କର୍ମ କଲେ। ଦୁଷ୍କର୍ମ କଲା ପରେ ସେ ଯୋଉ ପ୍ଲାନ୍ କରିଥିଲେ 5 ଜଣଙ୍କୁ ନେଇକି ଆଣିଥିଲେ, ଗେଟରେ ସାମ୍ନା ରଖିଥିଲେ, ତାଙ୍କ ଦ୍ୱାରା ସେ ତାଙ୍କୁ କଣ ନିଜର ପାପକୁ ବା ନିଜର ଦୋଷକୁ ଲୁଚେଇବା ପାଇଁ ସେମାନଙ୍କ ଆଡକୁ ଠେଲିବା ପାଇଁ ଏସବୁ ପ୍ରି ପ୍ଲାନ୍ କରିଥିଲେ। ତାପରେ ସେଇ ଯୋଉ 5 ଜଣ ବ୍ୟକ୍ତି ତାଙ୍କୁ ଟାଣି ଟାଣି ନେଇଗଲେ। ସେ 5 ଜଣ ବ୍ୟକ୍ତି ମାନଙ୍କୁ ସମସ୍ତଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ କହିବାକୁ ଗଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ସମସ୍ତଙ୍କୁ ଆରେଷ୍ଟ କରାଯାଇଛି। ପୁରୁଷ ବନ୍ଧୁଙ୍କୁ ମିଶେଇକି ଆପଣଙ୍କର 6 ଜଣଙ୍କୁ ଗତକାଲିର ତାଜା ସୂତ୍ର ଯୋଉଟା କି 8ଟା ବେଳର ତାଜା ସୂତ୍ର ଥିଲା, ଆପଣଙ୍କର 5 ଜଣଙ୍କୁ ଆରେଷ୍ଟ କରାଯାଇଛି। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯାହା ଅଛି ତାଜା ସୂତ୍ର ଗତକାଲି ଯାହା ଆଉ ଜଣେ ପୁରୁଷ ବନ୍ଧୁକୁ ମଧ୍ୟ ନିଆଯାଇଛି। କାରଣ କାହିଁକି ପୁରୁଷ ବନ୍ଧୁକୁ ଆରେଷ୍ଟ କରାଯାଇଛି ନା ତାଙ୍କର ଯୋଉ ଉତ୍ତରରେ କିଛି ବାଚଳାମି ଥିଲା ବା କିଛି ଭୁଲ ତଥ୍ୟ ଥିଲା, ତେଣୁ ତାଙ୍କୁ ଯୋଉ ଆରେଷ୍ଟ କରାହେଲା ଏବଂ ତାଙ୍କୁ ପଚରା ଉଚରା ମଧ୍ୟ ଚାଲିଲେ। ସେ ପଚରା ଉଚରା ସମୟରେ ସେ ଜଣା ପଡିଲା ଯେ ସେ ହଉଛନ୍ତି ପ୍ରଥମ କୁଲପ୍ରିଟ, ଯେ କି ମୁଖ୍ୟ ଆସାମୀ। ସେ ପ୍ରଥମେ ହିଁ ଅ, ଦୁଷ୍କର୍ମ କରିଛନ୍ତି। ତ ଏହାରି ପରିପ୍ରେକ୍ଷୀରେ ଯୋଉମାନେ ବି ଦୁଷ୍କର୍ମ କରିଛନ୍ତି ସେମାନେ ହେଲେ କହିବାକୁ ଗଲେ ଯୋଉ ଯାହାକୁ ବର୍ତ୍ତମାନ ଆକଟ କରି ସେମାନଙ୍କୁ ପ୍ରଶ୍ନ କରାଯାଉଛି ବା ସେମାନଙ୍କୁ ବିଭିନ୍ନ କେସରେ ଇଏ ରିଟ୍ ପିଟିସନ କରାଯାଇଛି। ସେମାନେ ହେଲେ ଶେଖ ସାଫିକ୍ସ ପ୍ରଥମ, ତାଙ୍କର ପୁରୁଷ ବନ୍ଧୁ। ତାପରେ ହେଲା ଆପଣଙ୍କର ଅ, ଶେଖ ନାସରୁଦ୍ଦିନ। ତାପରେ ଆପଣଙ୍କର ଆପୁ ବାଉରି। ଆପୁ ବାଉରି ସେ ଜଣେ ମିସ୍ତ୍ରୀ। ଏବଂ ତାପରେ ଅଛନ୍ତି ଫିରଦୋଷ ଶେଖ, ତାଙ୍କ ବୟସ 23 ବର୍ଷ ଏବଂ ବାଉରୀର ବୟସ 21 ବର୍ଷ। ଏଇ ଭିତରେ ଆପଣଙ୍କର ଶେଖ ରିୟାଉଦ୍ଦିନ, ତାଙ୍କ ବୟସ ହଉଛି 32 ବର୍ଷ। ଏଇଭଳି ଭାବରେ ତାଙ୍କ 5 ଜଣଙ୍କର ବୟସ। ତ ୟାରି ପରିପ୍ରେକ୍ଷୀରେ ଯେ ଶେଖ ଅ, ସଫିକ ସେ ମଧ୍ୟ ସେଥିରେ ସାମିଲ ଅଛନ୍ତି। ତ ୟାରି ପରିପ୍ରେକ୍ଷୀରେ ଯୋଉ 6 ଜଣ ମିଶିକି ବର୍ତ୍ତମାନ ଆରେଷ୍ଟ କରାହେଇଛି। ସେ 6 ଜଣଙ୍କୁ ଯୋଉ ଦୃଶ୍ୟ କରିଥିଲେ, ଯୋଉ ସବୁ ଅଭିନୟ କରିଥିଲେ ବା ଯୋଉ ସବୁ କାଣ୍ଡ ଭିଆଇଛନ୍ତି, ତାରି ଉପରେ ରିକ୍ରିଏସନ କରାହେଇଛି ବା ଫିଲ୍ମ ରିକ୍ରିଏସନ ବା ମିଷ୍ଟ୍ରି ରିକ୍ରିଏସନ କରାହେଇଛି। କେମିତି ସେମାନେ ସେଇ ଅଘଟଣଟିକୁ ଘଟେଇଛନ୍ତି ତାର ତମାମ ବିବରଣୀ ଆସନସୋଲ ପୋଲିସ କମିଶନର ସୁନୀଲ ଚୌଧୁରୀଙ୍କ ଦ୍ୱାରା ତାଙ୍କ ହିଫାଜତରେ ବା ତାଙ୍କର ପ୍ରତ୍ୟକ୍ଷ ନିର୍ଦ୍ଦେଶାବଳୀରେ ତାଙ୍କର ଉପସ୍ଥିତିରେ ପୁରା କଡା ସୁରକ୍ଷା ବଳୟ ଭିତରେ ସେ ରିକ୍ରିଏସନ କରାହେଇଛି ବା ଯୋଉ ଦୃଶ୍ୟ ଗୁଡାକ କରିଛନ୍ତି ସେଇଟା ସେମାନେ ଅଭିନୟକୁ ମାଧ୍ୟମରେ ଦେଖେଇଛନ୍ତି ବା ରିକ୍ରିଏସନ କରାହେଇଛି। ତାର ଅର୍ଥ ହେଲା ରିକ୍ରିଏସନ କରାହେଇଛି। ତ ୟାରି ପରିପ୍ରେକ୍ଷୀରେ ଯୋଉ ମାମଲା ଗୁଡିକ ରୁଜୁ କରାଯାଇଛି, ସେ ମାମଲା ଗୁଡ଼ିକ ହେଲା ଆପଣଙ୍କର 70 ଏକ ଅନୁସାରେ, ଯୋଉଟା କି ଗ୍ୟାଙ୍ଗରେପ୍। ଏବଂ ଆପଣଙ୍କର ଆଉ ହେଲା 3-5 ଯୋଉଟା କି କ୍ରାଇମ କମିଟେଡ ୱିଥ କମନ ଇଣ୍ଟେନସନ। ଗୋଟେ ସାଧାରଣ ଲୋକ ଗୋଟେ କମନ ଇଣ୍ଟେନସନ ନେଇକି ବା ଦୋଷାରୋପ ମାନେ କଣ ଦୁଷ୍କର୍ମ କରିବା। ଏଇଟା ହଉଛି ଯୋଉଟା କି ଆମର ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଅଲରେଡି ରୁଜୁ କରାଯାଇଛି ବା ଏଇ ମାମଲା ରୁଜୁ କରାଯାଇଛି। ଏଇ ମାମଲା ଅନୁସାରେ ସେମାନଙ୍କୁ ବର୍ତ୍ତମାନ କଣ କରାହଉଛି ନା ରିମାଣ୍ଡରେ ଆଣି ପଚରା ଉଚରା କରାହଉଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରଥମତଃ ତାଙ୍କର ପୁରୁଷ ବନ୍ଧୁକୁ ଅଲରେଡି ହାଜତକୁ ପଠେଇ ଦିଆଗଲା। ତ ୟାରି ପରିପ୍ରେକ୍ଷୀରେ ଆପଣମାନେ ଶୁଣିଥିବେ ନ୍ୟୁଜ ମାଧ୍ୟମରେ ବା ବିଭିନ୍ନ ଗଣମାଧ୍ୟମରେ ବା ସୋସିଆଲ ମିଡିଆରେ ଯେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ କରାଗଲା ବା ତାଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ପଚରାଗଲା, ସେ କହିଲେ ପୋଲିସକୁ ପଚାରନ୍ତୁ। ବେପରା ଉତ୍ତର ଦେଇଥିଲେ। ପୋଲିସକୁ ପଚାରନ୍ତୁ, ପୋଲିସ ପାଖରେ ସେ ଉତ୍ତର ଥିବ, ମୋ ପାଖରେ ନାହିଁ। ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀ, ତାଙ୍କ ପାଖରେ ସମସ୍ତ ତଥ୍ୟ, ତାଙ୍କ ପାଖରେ ସମସ୍ତ କର୍ମଚାରୀ, ତାଙ୍କ ପାଖରେ ସମସ୍ତ ନାଗରିକ, ତାଙ୍କର ସମସ୍ତ ବ୍ୟବସ୍ଥା ସେ ଜାଣିଛନ୍ତି, କିନ୍ତୁ ସେ ବେପରିଆ ମନୋଭାବ ଦେଇଥିଲେ। ଏବେ ଯେ ଓଡିଶା କଥା ଚିନ୍ତା କରୁନାହାନ୍ତି, ଗୋପାଳପୁରରେ ଯେଉଁ ସବୁ ଘଟଣା ଘଟିଲା ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶା ସରକାର କଣ କରିଛନ୍ତି? ଏଇଟା ସେ ନିଜକୁ ଦେଇଥିଲେ। ଏବଂ ନିଜ ତରଫରୁ ସେ ଆଉ ଗୋଟେ ବୟାନ ଦେଇଥିଲେ, ଝିଅ ମାନେ ପଦାକୁ ବାହାରିବାଟା ଉଚିତ ନୁହଁ 12:30 ପରେ, କାମ ପଡିଲା ବା କାମ ଅଛି ନିଜ ଦେଇ ଯୋଉ କାମ ହବ ସେଇଥିପାଇଁ କିନ୍ତୁ ପଦାକୁ ବାହାରିବେନି।
ଏ ବିଷୟ ମଧ୍ୟ ସେ ଗଣମାଧ୍ୟମରେ କହିଛନ୍ତି। ତ ଏଇଟା ହଉଛି ମମତା ବାନାର୍ଜୀଙ୍କର ଗୋଟେ କଣ ବେପରୁଆ ମନୋଭାବ। ତାପରେ ୟାରି ପରିପ୍ରେକ୍ଷୀରେ ଆମ ପ୍ରଶାସନ ଓଡ଼ିଶା ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର କଣ୍ଟାକ୍ଟ କରାଗଲା ଏବଂ ତାଙ୍କ ସରକାରକୁ ପ୍ରେସର ପକାଗଲା ଯେ ପୀଡ଼ିତାକୁ ଆଶୁ ଚିକିତ୍ସା କରିବା ପାଇଁ। ଆଉ ତାଙ୍କ ପୀଡ଼ିତାର ବାପା ଯେତେବେଳେ ଯାଇ ପହଞ୍ଚିଛନ୍ତି ତାଙ୍କୁ ଯେତେବେଳେ ସେ କଲେଜର କର୍ତ୍ତୃପକ୍ଷ ମାନେ ପଚାରୁଛନ୍ତି ସେମାନେ କୌଣସି ଉତ୍ତର ଦେଲେ ନାହିଁ ସେଇ ସମୟରେ ପ୍ରଥମ ଥର ଯାହା ମୁଁ ଆପଣମାନଙ୍କ ସହିତ ପ୍ରଥମ ଭିଡିଓରେ ଆପଣମାନଙ୍କ ସହିତ ଆଲୋଚନା କରିଛି ଉତ୍ତର ଦେଲେନି। ଏବଂ ପୋଲିସ ପ୍ରଶାସନ ତରଫରୁ ମଧ୍ୟ କୌଣସି ପ୍ରକାର ଏଇଭଳି ଆଖି ଦୃଶିଆ କାର୍ଯ୍ୟକ୍ରମ କରାଯାଇନଥିଲା। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ 6 ଜଣଙ୍କୁ ଆରେଷ୍ଟ କରାଯାଇଛି, ହାଜତ ପଠାଯାଇଛି ଏବଂ ସେମାନଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରାହଉଛି। ପ୍ରଶ୍ନ ବାଣରେ ସେମାନଙ୍କୁ ଏଇଭଳି କରାହଉଛି ଯେ ସେମାନେ ତାଙ୍କର ଯୋଉ ସମୟରେ ଦୁଷ୍କର୍ମ କରିଛନ୍ତି ଯୋଉ ପୋଷାକ ପିନ୍ଧିଥିଲେ ସେ ପୋଷାକଟି ଘରେ ଲୁଚେଇ ଦେଇଥିଲେ। ସେ ପୋଷାକ ମାଗିବାରୁ ଦେଲେନି କିନ୍ତୁ ପୋଲିସର ପ୍ରଶ୍ନ ବାଣରେ ବାଧ୍ୟ ହୋଇକି ସେମାନେ ନିଜ ଘରକୁ ନିଆ ହେଇଥିଲା ଏବଂ ନିଜ ଘରେ ଯୋଉ ଦୁଷ୍କର୍ମ କରିବା କଲା ସମୟରେ ଯୋଉ ପୋଷାକ ପିନ୍ଧିଥିଲେ ସେ ପୋଷାକ ମଧ୍ୟ ଅଣାହେଇଛି ଏବଂ ତାକୁ ପଠାଯାଇଛି ଲାବୋରେଟୋରୀ ପଠାଯାଇଛି ପରୀକ୍ଷା ନିରୀକ୍ଷା କରିବା ପାଇଁ ତାର ସମସ୍ତ ତମାମ ପରୀକ୍ଷା ଜାଣିବା ପାଇଁ ବା ବିଷୟବସ୍ତୁକୁ ଜାଣିବା ପାଇଁ। କିଏ ପ୍ରଥମେ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି କୋଉ ଆକାରରେ କରିଛନ୍ତି କେମିତି ତାର ତମାମ ବିବରଣୀକୁ ଜାଣିବା ପାଇଁ ଲାବୋରେଟୋରୀ ପଠାଇଛି ଏବଂ ସେ ରିପୋର୍ଟ ଆସିଲେ ଜଣା ପଡିଯିବ ଯେ କୋଉ ମାଧ୍ୟମରେ କେମିତି ତାର ଅସୁବିଧାଟା ଘଟାଇଛି। ଏଇଟା ହଉଛି ଦ୍ୱିତୀୟ କଥା। ତ ଏହାରି ପରିପ୍ରେକ୍ଷୀରେ ମହିଳା କମିଶନ ଓଡ଼ିଶାର ମହିଳା କମିଶନ ଶୋଭନ ମହାନ୍ତି ସେ ମଧ୍ୟ ଯାଇଥିଲେ ନିଜର ଟିମକୁ ନେଇକି। ତ ତାରି ପରିପ୍ରେକ୍ଷୀରେ ସେ ଯେତେବେଳେ ଦେଖିଲେ ବିଷୟବସ୍ତୁକୁ ସେତେବେଳେ ସେଇ ସମୟରେ ଯୋଉ ସବୁ ଚିକିତ୍ସା ଦିଆହଉଛି ସେଇଟା ଭଲ ଭାବରେ ଚିକିତ୍ସା ଦିଆହଉନି ବା ଯୋଉ ସବୁ ଷ୍ଟେପ ନିଆଯିବା କଥା ତଦନ୍ତ ଷ୍ଟେପ ନିଆଯିବା କଥା ବା ତৎକ୍ଷଣାତ ଷ୍ଟେପ ନେଇକି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା କଥା ସେ ସବୁ ସେ ଦେଖି ପାରିନାହାନ୍ତି। ଯାହା ମହାନ୍ତି ମ୍ୟାଡାମ କହିଛନ୍ତି ଯେ ମହିଳା କମିଶନ ଶୋଭନ ମହାନ୍ତି ସେ କହିଛନ୍ତି ଯେ ସେ ସେଥିରେ ସାଟିସ୍ଫାକ୍ଟରି ନୁହନ୍ତି ବା ସାଟିସ୍ଫାଇ ନୁହନ୍ତି ଯେ ତାକୁ ଯୋଉ ପ୍ରକାର ଚିକିତ୍ସା ଦିଆଯାଉଛି ବା ଯୋଉ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି ସେଥିରେ ସେ ସାଟିସ୍ଫାକ୍ସନ ନୁହନ୍ତି। ଏଇ କଥାଟି ଗଣମାଧ୍ୟମକୁ ଜଣାଇଛନ୍ତି ଏଇଟା ଆମେ ସମସ୍ତେ ଜାଣିଛେ। ତ ୟାରି ପରିପ୍ରେକ୍ଷୀରେ ଜଳେଶ୍ୱରର କନଷ୍ଟିଟ୍ୟୁଏନ୍ସି ଅର୍ଥାତ୍ ବାଲେଶ୍ୱରର ସାଂସଦ ନିଜେ ପ୍ରତାପ ଷଡ଼ଙ୍ଗୀ ନିଜର କର୍ମକର୍ତ୍ତା ମାନଙ୍କ ସହିତ ଯାଇକି ପହଞ୍ଚିଥିଲେ ସେଇ ମେଡିକାଲ କଲେଜରେ ଏବଂ ସେତେବେଳେ ଯେତେବେଳେ ବର୍ତ୍ତମାନ ପୀଡ଼ିତାକୁ ଗୋଟେ ପ୍ରାଇଭେଟ ମେଡିକାଲରେ ଦେଖାଯାଉଛି। ତ ସେଇ ମେଡିକାଲ ଯେତେବେଳେ ପହଞ୍ଚିଛନ୍ତି ସେତେବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଭିତରକୁ ଛଡା ଯାଇନଥିଲା ତାଙ୍କୁ ବନ୍ଦ କରାଯାଇ ବା ଅନୁମତି ଦେଲେ ନାହିଁ। କିନ୍ତୁ ସେ ଯେତେବେଳେ କହିଲେ ଯେ ଆମର ଝିଅକୁ ଆମେ ଦେଖିବା ପାଇଁ ଆସିଛୁ ଆମକୁ କାହିଁକି ଛାଡ଼ିବେନି ଏଇ କଥା ଯେତେବେଳେ ଯୁକ୍ତି ବାକ୍ ଯୁକ୍ତି ହେଲା ବାକ୍ ଯୁକ୍ତି ପରେ ତାଙ୍କୁ ଭିତରେ ଛଡା ହେଲା ଏବଂ ୟାରି ପରିପ୍ରେକ୍ଷୀରେ ପ୍ରତାପ ଷଡ଼ଙ୍ଗୀ ତାଙ୍କ ବାପା ମା ସହିତ କଥା ହେଇଛନ୍ତି ପୀଡ଼ିତା ସହିତ କଥା ହେଇଛନ୍ତି ଏବଂ ସରକାରଙ୍କ ତରଫରୁ ଯାହା ବି ସାହାଯ୍ୟ ସହାନୁଭୂତି କରାଯାଉଛି ଏବଂ କରାଯିବ ସେ ବିଷୟ ଚାଲୁ ରହିବ ତାରି ବିଷୟରେ ମଧ୍ୟ କୁହାଯାଇଛି କହିଛନ୍ତି କଥା ହେଇଛନ୍ତି ମାନ୍ୟବର ଷଡ଼ଙ୍ଗୀ। ତ ୟାରି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେ ମଧ୍ୟ ଫୋନ ଯୋଗେ ପୀଡ଼ିତା ସହିତ ଏବଂ ପୀଡ଼ିତାଙ୍କ ମାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ତାଙ୍କ ପାଇଁ ଯୋଉ ସବୁ କାର୍ଯ୍ୟକ୍ରମ ବା ଷ୍ଟେପ ଗୁଡାକ ନିଆଯାଉଛି ସେଇଟା ନିଆଯିବ ଏବଂ ଯାହା ବି ଆଗକୁ ସାହାଯ୍ୟ ସହାନୁଭୂତି ସରକାରଙ୍କ ତରଫରୁ କରିବା କଥା ସେ ସମସ୍ତ ସାହାଯ୍ୟ ସହାନୁଭୂତି ନିଶ୍ଚିତ ଭାବରେ ଯୋଗାଇ ଦିଆଯିବ ଏ କଥା ମଧ୍ୟ ମାନନୀୟ ମୁଖ୍ୟମନ୍ତ୍ରୀ କଥା ହେଇଛନ୍ତି ଫୋନ ଯୋଗେ। ତ ୟାରି ପରିପ୍ରେକ୍ଷୀରେ ଏଇ ଯୋଉ କଥାବାର୍ତ୍ତା ହେଇଛନ୍ତି ତ ଏଇ ଯୋଉ 5 ଜଣ କୁଲପ୍ରିଟ ଅଛନ୍ତି ସେ 5 ଜଣ କୁଲପ୍ରିଟ ଭିତରୁ ଜଣେ ହେଉଛନ୍ତି ରାଜମିସ୍ତ୍ରୀ ଯୋଉଟା କି ବାଉରୀ ରାଜମିସ୍ତ୍ରୀ ଆଉ ଜଣେ ହେଉଛନ୍ତି ସେଇ ମେଡିକାଲ କଲେଜର ପୂର୍ବତନ ସିକ୍ୟୁରିଟି ଗାର୍ଡ। ତ ଏଇଭଳି ଏଇ ଯୋଉ 5 ଜଣ ଏବଂ ପୁରୁଷ ବନ୍ଧୁ ମିଶି 6 ଜଣ ଯୋଉ ଦୁଷ୍କର୍ମ କରିଛନ୍ତି ତାହା ଏକ ଜଘନ୍ୟ ଅପରାଧ। ଆପଣ ମାନେ ଜାଣିଥିବେ ଯେ ଦିଲ୍ଲୀର ଯୋଉ ନିର୍ଭୟା କେସ୍ ଦିଲ୍ଲୀର ନିର୍ଭୟା କେସରେ ସେ ପୁରୁଷ ବନ୍ଧୁ କଣ କରିଥିଲା ଶେଷ ପର୍ଯ୍ୟନ୍ତ ନିଜର ପ୍ରାଣ ଯିବା ପର୍ଯ୍ୟନ୍ତ ସେ ସେଇଠି ଥିଲା ଅତେଜ ହେବା ପର୍ଯ୍ୟନ୍ତ ତାଙ୍କ ସହିତ ସେ କଣ ଯୁଦ୍ଧ କରୁଥିଲେ ବା ତାଙ୍କ ସହିତ ସେ ଲଢେଇ କରୁଥିଲେ ବା ତାକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ଏଇ ପରିପ୍ରେକ୍ଷୀରେ ଏଇ ଯୋଉ ଅଛନ୍ତି ଜଲାଦ ଏଇ ଯୋଉ ଅଛନ୍ତି ଯୋଉ ପିଶାଚ ଏ କଣ କରିଥିଲେ ନା ନିଜେ ପ୍ରଥମେ ଏଇଟା ଗୋଟେ ମୁଖ୍ୟ ବିଷୟ ଆପଣ ଶୁଣିବା ଦରକାର ଯେ ପ୍ରଥମେ ସେ ଝିଅକୁ ଖାଇବା ପାଇଁ ଡାକିଲା ପରେ ବା ନିଜର ବାନ୍ଧବୀକୁ ଡାକିଲା ପରେ ଖାଇଲା ପରେ ତାକୁ ମାନେ କଣ ଦୁଷ୍କର୍ମ କରିବା ପାଇଁ ବାଧ୍ୟ କରିଛି ଏବଂ ଥ୍ରେଟନିଂ ଦେଇଛି ଏବଂ ଦୁଷ୍କର୍ମ କଲା ପରେ ସେ ଆସି ଯୋଉ ପ୍ରିପ୍ଲାନ କରିଥିଲା 5 ଜଣଙ୍କୁ ସେ 5 ଜଣ ଗେଟ୍ ସାମ୍ନାରେ ତାଙ୍କ ହାତରେ ସମର୍ପଣ କରିଦେଲା ଏବଂ ଛାଡି ଗଲା ପରେ ଏ ଘଟଣା ଘଟିବାର 3 ଘଣ୍ଟା ପରେ ସେ ତାଙ୍କର ପୀଡ଼ିତାର ବାପକୁ ସେ ଜଣେଇଛନ୍ତି। ଧନ୍ୟବାଦ ଦଉଛି ଏବଂ ଅନୁରୋଧ କରୁଛି ଲାଇକ୍ ସେୟାର ସବସ୍କ୍ରାଇବ ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।